ବର୍ତ୍ତମାନ ଯାହା ସୂଚନା ମିଳୁଛି ଜିତିଲା ଭାରତ ଜଳିଲା ପାକିସ୍ତାନ। ତେବେ ସୂଚନା ଅନୁସାରେ କୋଟି କୋଟି ଫ୍ୟାନ୍ସଙ୍କ ମନରେ ଅତି ଆନନ୍ଦିତ। ଟସ୍ ଜିତିବା ପରେ ମଧ୍ୟ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ। ଏସିଆ କପ୍ ଫାଇନାଲରେ ଭାରତ ସମ୍ମୁଖରେ 147 ରନ୍ର ଟାର୍ଗେଟ୍ ରଖିଥିଲା ପାକିସ୍ତାନ, ଯାହାକି ଚୁଟକିରେ ପୂରଣ କରିଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 146 ରନ୍ରେ ଅଲ୍ ଆଉଟ୍ ହୋଇଥିଲା। ସାଇଫଜାଦ୍ ଫରଜାନ୍ 57, ଫକର ଜମାନ 46 ରନ୍ କରି ଭାରତ ଆଗରେ 147 ରନ୍ର ଟାର୍ଗେଟ୍ ରଖିଥିଲେ। ପାକିସ୍ତାନ ଚଳିତ ମ୍ୟାଚ୍ରେ ଉଭୟ ବୋଲିଂ ଆଉ ବ୍ୟାଟିଂରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲା କିନ୍ତୁ ପୁଣି ନିରାଶ। ଫଳସ୍ୱରୂପ ଏସିଆ କପ୍ ଫାଇନାଲରେ ବାଜି ମାରିବାର ଯେଉଁ ଦିବାସ୍ୱପ୍ନ ଦେଖୁଥିଲା ତାହା ଅଧାରେ ରହିଗଲା। 41 ବର୍ଷର ଦୀର୍ଘ ଅପେକ୍ଷା ପରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପୁଣି ପରାଜୟର ପାଣି ପିଆଇଛି। ଭାରତ ପକ୍ଷରୁ କୁଲଦୀପ ଯାଦବଙ୍କୁ ସର୍ବାଧିକ 4 ୱିକେଟ୍ ନେଇଥିଲେ କିନ୍ତୁ ଏତେ ଭଲ ପ୍ରଦର୍ଶନ ଟିମ୍ ଇଣ୍ଡିଆ ଫାଇନାଲରେ ବାଜି ମାରିନେଲେ। ଯେଉଁ ଟାଇଟଲ୍ ପାଇଁ ଏତେ ବିବାଦ ସୃଷ୍ଟି ହୋଇଥିଲା ସବୁକୁ ଚକମା ଦେଖାଇ ଟିମ୍ ଇଣ୍ଡିଆ ଫାଇନାଲରେ ବାଜି ମାରିନେଲା। ସୂଚନା ମୁତାବକ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରାଙ୍କୁ 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ପ୍ରଥମ ୱିକେଟରେ 84 ରନ୍ ଯୋଡ଼ିଥିଲେ ଦୁଇ ପାକିସ୍ତାନୀ ଓପନର। ସେପଟେ ଖେଳ ଆରମ୍ଭରୁ ହିଁ ଟିମ୍ ଇଣ୍ଡିଆ ଉପରେ ନିରାଶ ଛାଇ ଯାଇଥିଲା। କିନ୍ତୁ କଥାରେ ଅଛି ଦାନେ ଦାନେ ମେ ଲିଖା ହେ ଖାନେ ୱାଲେ କା ନାମ ବାସ୍। ଫାଇନାଲ କପ୍ରେ ଟିମ୍ ଇଣ୍ଡିଆ ନାମ ଆଗରୁ ହିଁ ଲେଖାଥିଲା ଆଉ ସଫଳତା ମିଳିବା ପରେ ପାକିସ୍ତାନ ମନ ମଉଳି ଯାଇଛି।